ଆପଣ କେବେ ଭାବିଛନ୍ତି କି ମହାଦେବ କେବେ କ'ଣ କାହା କଥା ମାନି ବିଲ ଚାଷ କରିପାରନ୍ତି? ଆସନ୍ତୁ ଜାଣିବା ଏହି କାହାଣୀ ଗୋଟିଏ ବିଷୟରେ। ଦିନ ଭଗବାନ ଶିବ କୈଳାସ ପର୍ବତରେ ଧ୍ୟାନରୁ ଉଠି ଦେଖନ୍ତି ତ ମାତା ପାର୍ବତୀ ତାଙ୍କ ସମ୍ମୁଖରେ ଠିଆ ହୋଇଛନ୍ତି। ତାଙ୍କ ମୁହଁ ସ୍ପଷ୍ଟ ଭାବରେ ସୂଚାଇ ଦେଉଥିଲେ ଯେ ସେ କିଛି ପ୍ରଶ୍ନ ପଚାରିବାର ଅଛି। ପାର୍ବତୀ କହିଲେ, ସ୍ୱାମୀ, ଆପଣ କେବଳ ବିଶ୍ରାମ କରନ୍ତୁ। ସକାଳରୁ ସନ୍ଧ୍ୟା କେବଳ ଧ୍ୟାନ ଆଉ ଧ୍ୟାନ। ମୁଁ ଏକାକୀ ସମସ୍ତ ଘର କାମ କରିବି। ଚୁଲିରେ ରୋଷେଇ କରିବି, ପାଣି ଆଣିବି, ପିଲାମାନଙ୍କର ଯତ୍ନ ନେବି। ଆପଣ କେବେ ଭାବିଛନ୍ତି କି ଘର କିପରି ଚଳୁଛି? ଭଗବାନ ଶିବ କହିଲେ, ଦେବୀ, ତେବେ ମୁଁ କ'ଣ କରିବି କୁହ? ଶିବ କହିଲେ, ଦେବୀ, ଆମେ ଗଞ୍ଜେଇ ଏବଂ ପାଉଁଶରେ ମଧ୍ୟ ତ ଚଳିପାରିବା। ପାର୍ବତୀ ତୁରନ୍ତ ଉତ୍ତର ଦେଲେ, ମୋତେ ଗଞ୍ଜେଇ ଦରକାର ନାହିଁ, ମୋତେ ଶସ୍ୟ ଦରକାର। ପିଲାମାନଙ୍କୁ ରୁଟି ଦରକାର, ପାଉଁଶ ନୁହେଁ। ଏବେ ଭଗବାନ ଶିବ ଟିକେ ଦ୍ୱନ୍ଦ୍ୱରେ ପଡ଼ିଗଲେ। ସେ କହିଲେ, କୁହ, ତେବେ ମୁଁ କ'ଣ କରିବି? ପାର୍ବତୀ ସ୍ପଷ୍ଟ ଭାବରେ କହିଲେ, ତୁମେ ଯାହା ଇଚ୍ଛା କର, ଚାଷ କିମ୍ବା ଅନ୍ୟ କୌଣସି କାମ କର, କିନ୍ତୁ ଏଥର ଖାଲି ହାତରେ ଘରକୁ ଫେରିବେ ନାହିଁ। ଠିକ୍ ସେହି ସମୟରେ ପାଖରେ ଠିଆ ହୋଇଥିବା ନନ୍ଦୀ କହିଲେ, ପ୍ରଭୁ, ପୁରୀର ପ୍ରଭୁ ଜଗନ୍ନାଥ ବହୁତ ଚତୁର, ତାଙ୍କ ସାହାଯ୍ୟ ନେଇ ଦେଖନ୍ତୁ। ଶିବ ହସି କହିଲେ, ଦେଖିବା କ'ଣ ହେଉଛି। ସେମାନେ ଦୁହେଁ ଜଗନ୍ନାଥଙ୍କ ନଗରୀ ଅଭିମୁଖେ ବାହାରିଗଲେ। ସେଠାରେ ପହଞ୍ଚି ଶିବ ତାଙ୍କର ଡମ୍ବରୁ ବଜାଇଲେ। ଡମ୍ବରୁ ଶବ୍ଦ ଶୁଣି ଜଗନ୍ନାଥ ବାହାରକୁ ଆସି କହିଲେ, ହେ ଭୋଳନାଥ, ତୁମେ ନିଜେ ଆସିଛ? ତୁମେ ମୋତେ ଡାକିଥିଲେ ମୁଁ କୈଳାସ ପହଞ୍ଚି ଯାଇଥାନ୍ତି। ଶିବ କହିଲେ, ମୋର ଏକ ଅନୁରୋଧ ଅଛି। ପାର୍ବତୀ ମୋତେ କିଛି ଶସ୍ୟ ଆଣିବା ପାଇଁ କହିଛନ୍ତି, ତେଣୁ ମୁଁ ଭାବିଲି ମୁଁ ତୁମର କ୍ଷେତ ଚାଷ କରିବି। ଜଗନ୍ନାଥ କହିଲେ, ବହୁତ ଭଲ, କିନ୍ତୁ ଗୋଟିଏ ସର୍ତ୍ତ ଅଛି। ତୁମେ ଚାଷ ବିଷୟରେ ଯାହା କହିବ ମୁଁ ତାହା କରିବି, କିନ୍ତୁ ତଳ ଫସଲ ମୋର ହେବ। ଶିବ ଦ୍ୱିତୀୟ ଥର ଚିନ୍ତା ନ କରି ରାଜି ହୋଇଗଲେ। ଜଗନ୍ନାଥ କହିଲେ, ତେବେ ଆଳୁ ଚାଷ କରିବା। ଭୋଳନାଥ ନନ୍ଦୀଙ୍କ ସହିତ କ୍ଷେତରେ କାମ କରିବାକୁ ଲାଗିଲେ। ସେମାନେ ହଳ କଲେ, କଠିନ ପରିଶ୍ରମ କରି ଚାଷ କଲେ। କିଛି ଦିନ ମଧ୍ୟରେ କ୍ଷେତଟି ପ୍ରଚୁର ପରିମାଣରେ ସତେଜ ହୋଇଗଲା। ଫସଲ ପ୍ରସ୍ତୁତ ହେବା ପରେ ଶିବ ଉପର ସବୁଜ ପତ୍ର କାଟି ଖୁସିରେ କୈଳାସକୁ ଫେରିଲେ। ପାର୍ବତୀ ଗଣ୍ଠି ଖୋଲି ଭିତରେ କେବଳ ପତ୍ର ପାଇଲେ। ସେ ଆଶ୍ଚର୍ଯ୍ୟ ହୋଇଗଲେ, ଏଥିରେ ଖାଇବା ପାଇଁ କ'ଣ ଆଣିଛ? ଶିବ କହିଲେ, ଏହା ଉପର ଫସଲ। ପାର୍ବତୀ ତାଙ୍କ ମୁଣ୍ଡରେ ହାତ ଦେଇ କହିଲେ, ପ୍ରଭୁ, ପୁଣି ଯାଅ, ଏଥର ତଳ ଫସଲ ଆଣିବେ। ଶିବ ଏଥର ସର୍ତ୍ତ ରଖିଲେ, ତଳ ଫସଲ ମୋର ହେବ। ଜଗନ୍ନାଥ କହିଲେ, ଠିକ୍ ଅଛି, ଏଥର ବାଜରା ବୁଣିବା। ପୁଣି କଠିନ ପରିଶ୍ରମ କରି ଫସଲ ପ୍ରସ୍ତୁତ କଲେ। ଏଥର ଶିବ ତଳୁ ଶୁଖିଲା ଡାଳ କାଟି କୈଳାସକୁ ଫେରିଲେ। ପାର୍ବତୀ ତାହା ଦେଖିଲେ ଏବଂ ପରିସ୍ଥିତି ସମାନ ଥିଲା। ଏଥିରେ କ'ଣ ହେବ? ଏବେ ସେ ବୁଝାଇଲେ, ଏଥର ଉପର ଏବଂ ତଳ ଉଭୟ ମାଗିବ। ଶିବ ତୃତୀୟ ଥର ଯାଇ କହିଲେ, ଉପର ମୋର, ତଳ ମୋର। ଜଗନ୍ନାଥ ହସି କହିଲେ, ଠିକ୍ ଅଛି, ଏଥର ମକା ବୁଣ। ଫସଲ ପ୍ରସ୍ତୁତ ଥିଲା। ଏଥର ଶିବ ବହୁତ ଖୁସି ଥିଲେ ଯେ ସେ ସବୁକିଛି ପାଇବେ, କିନ୍ତୁ ପହଞ୍ଚିବା ମାତ୍ରେ ଜଗନ୍ନାଥ କହିଲେ, ଯେପରି ରାଜି ହୋଇଛ ମଧ୍ୟଭାଗ ମୋର। ଜଗନ୍ନାଥ ମକା କାଟି ନେଇ ଚାଲିଗଲେ। ଶିବ ଉପର ପତ୍ର ଓ ତଳ ଡାଳ ସଂଗ୍ରହ କରି କୈଳାସକୁ ଫେରିଲେ। ପାର୍ବତୀ ଗଣ୍ଠି ଖୋଲି ସମାନ ପତ୍ର ଓ ଡାଳ ପାଇଲେ। ସେ ପଚାରିଲେ, ମକା ଡାଳ ଗୁଡ଼ିକ କେଉଁଠି? ଶିବ ଉତ୍ତର ଦେଲେ, ଜଗନ୍ନାଥ ମଧ୍ୟଭାଗ ନେଇଗଲେ। ଠିକ୍ ସେହି ସମୟରେ ଜଗନ୍ନାଥ ପ୍ରକଟ ହୋଇ କହିଲେ, ମାତା ପାର୍ବତୀ, ଏଥିରେ ମହାଦେବଙ୍କର କୌଣସି ଦୋଷ ନାହିଁ, ସେ ପ୍ରକୃତରେ ନିର୍ଦ୍ଦୋଷ। ପାର୍ବତୀ ପଚାରିଲେ, ତେବେ ଏହି ଚାଷର ଲାଭ କ'ଣ? ଜଗନ୍ନାଥ କହିଲେ, ତାଙ୍କର ଚାଷ ଶସ୍ୟ ପାଇଁ ନୁହେଁ, ମୂଲ୍ୟ ପାଇଁ। ସେ କଠିନ ପରିଶ୍ରମ କରିଥିଲେ ଏବଂ ସଚ୍ଚା ହୃଦୟରେ ଏହା ହିଁ ସବୁଠାରୁ ବଡ଼ ରୋଜଗାର। ଏହା ଶୁଣି ପାର୍ବତୀ ତାଙ୍କ ମନ ବଦଳାଇଲେ। ସେ ହସି କହିଲେ, ସ୍ୱାମୀ, ତୁମର କଠିନ ପରିଶ୍ରମ ମୋ ପାଇଁ ଯଥେଷ୍ଟ। ନନ୍ଦୀ ଖୁସିରେ ଡେଇଁ ପଡ଼ିଲେ। ଶିବ କହିଲେ, ମୁଁ ଏପର୍ଯ୍ୟନ୍ତ ବୁଝିପାରୁନାହିଁ। ଜଗନ୍ନାଥ ହସି କହିଲେ, ତୁମେ ଫସଲ ପାଇନାହଁ, ତୁମେ ଅଭିଜ୍ଞତା ହାସଲ କରିଛ। ସେହି ଦିନ ପରଠାରୁ କୈଳାସରେ ସବୁ କିଛି ବଦଳିଗଲା। ଶିବ ଆଉ କେବଳ ଧ୍ୟାନରେ ରହିଲେ ନାହିଁ। କେତେବେଳେ ସେ ପାର୍ବତୀଙ୍କୁ ତାଙ୍କ କାମରେ ସାହାଯ୍ୟ କରୁଥିଲେ ତ କେତେବେଳେ ଘରର ଦାୟିତ୍ୱ ତୁଲାଉଥିଲେ। ପାର୍ବତୀ ମଧ୍ୟ ଅଧିକ ଖୁସି ଥିଲେ। ଏସବୁ ଦେଖି ନନ୍ଦୀ ବହୁତ ଖୁସି ହେଲେ। ସେ ଅନୁଭବ କଲେ ଯେ ତାଙ୍କ ପ୍ରଭୁ ଜୀବନର ପ୍ରକୃତ ଅର୍ଥ ଶିଖିଛନ୍ତି। କେତେବେଳେ ଶିବ ହସି କହୁଥିଲେ, ଜଗନ୍ନାଥ ଏକ
ଭଲ ଶିକ୍ଷା ଦେଇଛନ୍ତି। ଏହି କାହାଣୀର ନୀତି ହେଉଛି ଯେଉଁଠାରେ ପ୍ରକୃତ ଭକ୍ତି ଏବଂ କଠିନ ପରିଶ୍ରମ ଥାଏ ସେଠାରେ କିଛି ବି ନଷ୍ଟ ହୁଏ ନାହିଁ। ପରିବାର ଚଳାଇବା ପାଇଁ କେବଳ ଟଙ୍କା ନୁହେଁ ବରଂ ବୁଝାମଣା ଏବଂ ପ୍ରେମ ଜରୁରୀ ଅଟେ। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦାୟିତ୍ୱ ପୂରଣ କରିବା ହେଉଛି ପ୍ରକୃତ ଭକ୍ତି।